ଆଜି ଆମେ ଆଚାର୍ଯ୍ୟ ଚାଣକ୍ୟଙ୍କର ଏକ ଏମିତି ଶ୍ଲୋକ ବିଷୟରେ ଜାଣିବା ଯାହା ଲକ୍ଷ ଲକ୍ଷ ଲୋକଙ୍କ ଜୀବନର ଦିଗ ବଦଳାଇ ଦେଇଛି। ଏହି ଶ୍ଲୋକ କେବଳ କିଛି ଶବ୍ଦର ସମୂହ ନୁହେଁ, ବରଂ ସଫଳତାର ଏକ ଅଟଳ ନିୟମ। ପ୍ରଥମେ ଶ୍ଲୋକଟି ଶୁଣିବା। ଶ୍ଲୋକଟି ହେଉଛି ଉଦ୍ୟମେନ ହିଁ ସିଦ୍ଧନ୍ତି କାର୍ଯ୍ୟାଣି ନ ମନୋରଥୈଃ न हि ସୁପ୍ତସ୍ୟ ସିଂହସ୍ୟ ପ୍ରବିଶତି ମୁଖେ ମୃଗଃ। ଏହାର ସରଳ ଅର୍ଥ ହେଉଛି କେବଳ ଇଚ୍ଛା କଲେ କୌଣସି କାମ ସଫଳ ହୁଏ ନାହିଁ। ସଫଳତା ପାଇବା ପାଇଁ ପରିଶ୍ରମ କରିବାକୁ ପଡ଼େ। ଯେପରି ଜଙ୍ଗଲର ରାଜା ସିଂହ ଯଦି ଶୋଇ ରହିବ, ତେବେ କୌଣସି ହରିଣ ତା ମୁହଁରେ ଆସି ପଡ଼ିବ ନାହିଁ। ବନ୍ଧୁଗଣ, ଆମ ସମସ୍ତଙ୍କ ଜୀବନରେ ସ୍ୱପ୍ନ ଆମେ ଦେଖୁ। କେହି ଭଲ ଚାକିରି କରିବାକୁ ଚାହାନ୍ତି, କେହି ବ୍ୟବସାୟରେ ସଫଳ ହେବାକୁ ଚାହାନ୍ତି, କେହି ପରୀକ୍ଷାରେ ପ୍ରଥମ ହେବାକୁ ଚାହାନ୍ତି, ଆଉ କେହି ସମାଜରେ ନିଜର ପରିଚୟ ସୃଷ୍ଟି କରିବାକୁ ଚାହାନ୍ତି। କିନ୍ତୁ ଏହି ସ୍ୱପ୍ନ ଦେଖୁଥିବା ସମସ୍ତ ଲୋକ କ'ଣ ସଫଳ ହୁଅନ୍ତି କି? ନା, କାରଣ ଅଧିକାଂଶ ଲୋକ କେବଳ ସ୍ୱପ୍ନ ଦେଖନ୍ତି, କିନ୍ତୁ ସେହି ସ୍ୱପ୍ନକୁ ସାକାର କରିବା ପାଇଁ ଯେତିକି ପରିଶ୍ରମ ଦରକାର ସେତିକି କରନ୍ତି ନାହିଁ। ଚାଣକ୍ୟ ଏହି ଶ୍ଲୋକରେ ଆମକୁ ଗୋଟିଏ କଠିନ ସତ୍ୟ କହୁଛନ୍ତି। ସେ କହୁଛନ୍ତି, କେବଳ ଭାବିଲେ, କଳ୍ପନା କଲେ କିମ୍ବା ମନରେ ଆଶା ରଖିଲେ କେବେ ସଫଳତା ମିଳେ ନାହିଁ। ଯେପର୍ଯ୍ୟନ୍ତ ଆପଣ ନିଜର ଶରୀର, ଆପଣଙ୍କ ମନ, ଆପଣଙ୍କ ସମୟକୁ ଲକ୍ଷ୍ୟ ପାଇଁ ସମର୍ପିତ ନ କରିଛନ୍ତି, ସେ ପର୍ଯ୍ୟନ୍ତ ସଫଳତା ଆପଣଙ୍କ ଠାରୁ ବହୁତ ଦୂରରେ ରହିବ। ଆଜିକାଲି ସୋସିଆଲ ମିଡ଼ିଆରେ ଆମେ ବହୁତ ସଫଳ ବ୍ୟକ୍ତିଙ୍କୁ ଦେଖୁଛୁ। କାହାର ବଡ଼ ଘର, କାହାର ଦାମୀ ଗାଡ଼ି, କାହାର କୋଟି କୋଟି ଟଙ୍କାର ବ୍ୟବସାୟ। ସେମାନଙ୍କୁ ଦେଖି ଆମେ କହୁ, ମୋର ମଧ୍ୟ ଦିନେ ଏମିତି ହେବ। କିନ୍ତୁ କେବେ ଭାବିଛନ୍ତି କି ସେହି ସଫଳତା ପଛରେ କେତେ ରାତିର ନିଦ ହଜିଛି, କେତେ ବର୍ଷର ସଂଘର୍ଷ ଲୁଚି ରହିଛି, କେତେ ଥର ବିଫଳ ହୋଇ ପୁଣି ଉଠିବାକୁ ପଡ଼ିଛି। ସଫଳତାର କୌଣସି ସର୍ଟକଟ୍ ନାହିଁ। ଏକ ଛାତ୍ର ଯଦି ବର୍ଷ ସାରା ପଢ଼ିବ ନାହିଁ ଏବଂ ପରୀକ୍ଷା ପୂର୍ବ ଦିନ ଭଗବାନଙ୍କୁ ପ୍ରାର୍ଥନା କରିବ, କ'ଣ ସେ ପରୀକ୍ଷାରେ ପ୍ରଥମ ହୋଇପାରିବ? କେବେ ବି ନୁହେଁ। ଯଦି ଜଣେ କୃଷକ ଠିକ୍ ସମୟରେ ବିହନ ବୁଣିବ ନାହିଁ, ବିଲରେ ପାଣି ଦେବ ନାହିଁ, ଚାଷର ଯତ୍ନ ନେବ ନାହିଁ, କେବଳ ଭଲ ଫସଲର ଆଶା କରିବ, କ'ଣ ତାକୁ ଭଲ ଫସଲ ମିଳିବ? କେବେ ବି ନୁହେଁ। ଯଦି ଜଣେ ବ୍ୟବସାୟୀ ନୂଆ ଯୋଜନା କରିବ ନାହିଁ, ପରିଶ୍ରମ କରିବ ନାହିଁ, ଗ୍ରାହକଙ୍କୁ ଭଲସେ କଥାବାର୍ତ୍ତା ହେବ ନାହିଁ, ତାର ବ୍ୟବସାୟ କ'ଣ ଭଲ ହେବ, ବଡ଼ ହେବ? କେବେ ବି ନୁହେଁ। ଏହି ନିୟମ ପୃଥିବୀର ପ୍ରତ୍ୟେକ ମଣିଷ ପାଇଁ ସମାନ। ସେଥିପାଇଁ ଚାଣକ୍ୟ ସିଂହର ଉଦାହରଣ ଦେଇଛନ୍ତି। ସିଂହ ଜଙ୍ଗଲର ସବୁଠାରୁ ଶକ୍ତିଶାଳୀ ପ୍ରାଣୀ। ସିଂହ ଜଙ୍ଗଲର ରାଜା, କିନ୍ତୁ ତାର ଶକ୍ତି ସେତେବେଳେ କାମ କରେ ଯେତେବେଳେ ସେ ଉଠି ଶିକାର କରେ। ଯଦି ସେ ସାରା ଦିନ ଶୋଇ ରହେ, ତାର ଶକ୍ତିର କୌଣସି ମଧ୍ୟ ମୂଲ୍ୟ ନାହିଁ। ଠିକ୍ ସେହିପରି ଆପଣଙ୍କ ପାଖରେ ଯେତେ ମଧ୍ୟ ପ୍ରତିଭା ଥାଉ ନା କାହିଁକି, ଯଦି ଆପଣ ତାକୁ ପରିଶ୍ରମରେ ଯୋଡ଼ୁନାହାନ୍ତି, ତେବେ ସେହି ପ୍ରତିଭା ଧୀରେ ଧୀରେ ନଷ୍ଟ ହୋଇଯାଏ। ବନ୍ଧୁଗଣ, ଚାଣକ୍ୟ ଏହି ଶ୍ଲୋକ କେବଳ ପରିଶ୍ରମ କରିବାକୁ କହୁନାହାନ୍ତି। ଏହା ଆମକୁ ଏକ ଏମିତି ଜୀବନ ଦର୍ଶନ ଶିଖାଏ, ଯାହାକୁ ଅନୁସରଣ କଲେ ସାଧାରଣ ମଣିଷ ମଧ୍ୟ ଅସାଧାରଣ ହୋଇପାରେ। ଆସନ୍ତୁ ପ୍ରଥମେ ଏହି ଶ୍ଲୋକର ପ୍ରତ୍ୟେକ ଅର୍ଥକୁ ବୁଝିବା। ଉଦ୍ୟମେନ ଅର୍ଥ ହେଉଛି ପରିଶ୍ରମ, ଉଦ୍ୟମ ବା ନିରନ୍ତର ପ୍ରୟାସ। ହି ଅର୍ଥ ନିଶ୍ଚିନ୍ତ ଭାବରେ। ସିଦ୍ଧନ୍ତି କାର୍ଯ୍ୟାଣି ଅର୍ଥ ସମସ୍ତ କାମ ସଫଳ ହୁଏ। ନ ମନୋରଥୈଃ ଅର୍ଥ କେବଳ ମନର ଇଚ୍ଛା କିମ୍ବା କଳ୍ପନାରେ କୌଣସି କାମ ସଫଳ ହୁଏ ନାହିଁ। ଏବଂ ଦ୍ୱିତୀୟ ପଂକ୍ତିରେ ଚାଣକ୍ୟ କ'ଣ କହୁଛନ୍ତି? ଚାଣକ୍ୟ କହୁଛନ୍ତି, ନ ହିଁ ସୁପ୍ତସ୍ୟ ସିଂହସ୍ୟ ପ୍ରବିଶତି ମୁଖେ ମୃଗଃ। ଅର୍ଥାତ୍ ଶୋଇଥିବା ସିଂହର ମୁଖରେ ହରିଣ ନିଜେ ନିଜେ ଆସି ପଶିଯାଏ ନାହିଁ। ଏହି ଉଦାହରଣଟି କାହିଁକି? କାରଣ ସିଂହ ଜଙ୍ଗଲର ସବୁଠାରୁ ଶକ୍ତିଶାଳୀ ଜୀବ। ତା ପାଖରେ ଶକ୍ତି ଅଛି, ତା ପାଖରେ ସାହସ ଅଛି, ତା ପାଖରେ ବେଗ ମଧ୍ୟ ଅଛି। କିନ୍ତୁ ଯଦି ସେ ନିଜର ଶକ୍ତିର ବ୍ୟବହାର ନ କରେ, ତେବେ ସେ ମଧ୍ୟ ଭୋକରେ ମରିପାରେ। ଏହା ଆମ ପାଇଁ ଏକ ବହୁତ ବଡ଼ ଶିକ୍ଷା। ଅନେକ ଲୋକ କୁହନ୍ତି, ମୋ ପାଖରେ ବହୁତ ଟ୍ୟାଲେଣ୍ଟ ଅଛି, ସେ ବହୁତ ଟ୍ୟାଲେଣ୍ଟେଡ୍, ସେ ବହୁତ ଭାଗ୍ୟବାନ। କିନ୍ତୁ ଟ୍ୟାଲେଣ୍ଟ ଥିଲେ କ'ଣ ହେବ ଯଦି ସେ ଟ୍ୟାଲେଣ୍ଟକୁ ଅଭ୍ୟାସ, ଶୃଙ୍ଖଳା ଓ ପରିଶ୍ରମ ସହ ଯୋଡ଼ା ନଯାଏ?
ତେବେ ସେ କେବେ ମଧ୍ୟ ସଫଳତା ଆଗକୁ ବଢ଼ି ପାରିବ ନାହିଁ। ଚାଣକ୍ୟଙ୍କ ନିଜ ଜୀବନ ମଧ୍ୟ ଏହାର ସବୁଠାରୁ ବଡ଼ ପ୍ରମାଣ। ସେ ଜନ୍ମରୁ କୌଣସି ରାଜା ନଥିଲେ। ତାଙ୍କ ପାଖରେ ନଥିଲା ବଡ଼ ସେନା, ଅପାର ଧନ ସମ୍ପତ୍ତି। କିନ୍ତୁ ତାଙ୍କ ପାଖରେ କ'ଣ ଥିଲା? ତାଙ୍କ ପାଖରେ ଥିଲା ଅଦମ୍ୟ ସଂକଳ୍ପ ଓ ଅକ୍ଳାନ୍ତ ପରିଶ୍ରମ। ଇତିହାସ କହେ, ଯେତେବେଳେ ସେ ନନ୍ଦ ବଂଶର ରାଜାଙ୍କ ଦ୍ୱାରା ଅପମାନିତ ହେଲେ, ସେତେବେଳେ ସେ କ୍ରୋଧରେ କେବଳ ଶପଥ ନେଇ ଘରେ ବସି ରହିଲେ ନାହିଁ, ସେ ବର୍ଷ ବର୍ଷ ଧରି ଜଣେ ଯୋଗ୍ୟ ଯୁବକଙ୍କୁ ତିଆରି କଲେ। ସେ ଯୁବକ ଥିଲେ ଚନ୍ଦ୍ରଗୁପ୍ତ। ଚାଣକ୍ୟ ତାଙ୍କୁ ଶିକ୍ଷା ଦେଲେ, ଯୁଦ୍ଧ କଳା ଶିଖାଇଲେ, ରାଜନୀତି ଶିଖାଇଲେ, କୂଟନୀତି ମଧ୍ୟ ଶିଖାଇଲେ। ଦିନ ରାତି ପରିଶ୍ରମ କରି ସେ ଜଣେ ସାଧାରଣ ବାଳକକୁ ଭାରତର ଏକ ଅଜୟ ସମ୍ରାଟ କରିଦେଲେ। ଚାଣକ୍ୟ କେବଳ ବସି ଭାବୁଥାନ୍ତି, ଦିନେ ଏହି ନନ୍ଦବଂଶର ପତନ ହେବ। ତେବେ କ'ଣ ଇତିହାସ ବଦଳି ପାରିଥାନ୍ତା କି? ନା। କ'ଣ ଇତିହାସ ତାଙ୍କୁ ମନେ ରଖିଥାନ୍ତା କି? ନା, କେବେ ନୁହଁ। ସେ ନିଜ ସ୍ୱପ୍ନକୁ କାର୍ଯ୍ୟରେ ପରିଣତ କଲେ। ସେଥିପାଇଁ ଆଜି 2000 ବର୍ଷ ପରେ ମଧ୍ୟ ସମଗ୍ର ବିଶ୍ୱ ତାଙ୍କୁ ସ୍ମରଣ କରୁଛି। ବନ୍ଧୁଗଣ, ଆମେ ମଧ୍ୟ ଜୀବନରେ ଏକ ବଡ଼ ଭୁଲ କରିଥାଉ। ଆମେ କହୁ କ'ଣ? ଆମେ କହୁ ଆସନ୍ତାକାଲିଠାରୁ ପଢ଼ିବି, ଆସନ୍ତା ମାସରୁ ବ୍ୟାୟାମ କରିବି, କିଛି ଟଙ୍କା ହେଲେ ପରେ ବ୍ୟବସାୟ ଆରମ୍ଭ କରିବି, ସମୟ ମିଳିଲେ କିଛି ନୂଆ ଶିଖିବି। କିନ୍ତୁ ସେହି ଆସନ୍ତାକାଲି କେବେ ଆସେ ନାହିଁ। ଚାଣକ୍ୟ କହୁଛନ୍ତି, ଯିଏ ଆଜିର କାମକୁ କାଲି ପାଇଁ ଛାଡ଼ିଦିଏ, ସେ ଧୀରେ ଧୀରେ ନିଜ ସ୍ୱପ୍ନକୁ ମଧ୍ୟ ହରାଇ ଦିଏ। ପୃଥିବୀରେ ଯେତେ ବଡ଼ ସଫଳ ଲୋକ ଅଛନ୍ତି, ସେମାନଙ୍କ ଓ ସାଧାରଣ ଲୋକଙ୍କ ମଧ୍ୟରେ ସବୁଠାରୁ ବଡ଼ ପାର୍ଥକ୍ୟ ହେଉଛି ସେମାନେ ଭାବିବା ଠାରୁ ଅଧିକ କାମ କରନ୍ତି। ସେମାନେ ସୁଯୋଗର ଅପେକ୍ଷା କରନ୍ତି ନାହିଁ, ସେମାନେ ନିଜେ ସୁଯୋଗ ସୃଷ୍ଟି କରନ୍ତି। ଆପଣ ଯଦି ଜୀବନରେ କିଛି ବଡ଼ କରିବାକୁ ଚାହୁଁଛନ୍ତି, ତେବେ ଆଜିଠାରୁ ନିଜକୁ ଗୋଟିଏ ପ୍ରଶ୍ନ ପଚାରନ୍ତୁ, ମୁଁ କେବଳ ସ୍ୱପ୍ନ ଦେଖୁଛି, ନା ସେହି ସ୍ୱପ୍ନ ପାଇଁ ପ୍ରତିଦିନ ପରିଶ୍ରମ ମଧ୍ୟ କରୁଛି? କାରଣ ମନେ ରଖନ୍ତୁ, ସ୍ୱପ୍ନ ଆପଣଙ୍କୁ ଆରମ୍ଭ କରାଇଥାଏ, କିନ୍ତୁ ପରିଶ୍ରମ ହିଁ ଆପଣଙ୍କୁ ଲକ୍ଷ୍ୟରେ ପହଞ୍ଚାଇଥାଏ। ବନ୍ଧୁଗଣ, ଆଚାର୍ଯ୍ୟ ଚାଣକ୍ୟ ଏହି ଶ୍ଲୋକରେ ପ୍ରାୟ 2000 ବର୍ଷ ପୂର୍ବେ କହିଥିଲେ। କିନ୍ତୁ ଆଶ୍ଚର୍ଯ୍ୟର କଥା ଏହା ଯେ ଆଜିର ଆଧୁନିକ ଯୁଗରେ ମଧ୍ୟ ଏହା ସେତିକି କାର୍ଯ୍ୟକାରୀ, ଏହା ସେତିକି ସତ୍ୟ। ଆଜିର ବିଜ୍ଞାନ ବଦଳିଛି, ପ୍ରଯୁକ୍ତି ବଦଳିଛି, ଜୀବନ ଶୈଳୀ ମଧ୍ୟ ବଦଳିଛି। ମୋବାଇଲ, ଇଣ୍ଟରନେଟ୍, ସୋସିଆଲ ମିଡ଼ିଆ, AI ଆମ ଜୀବନକୁ ଆହୁରି ସହଜ କରିଛି। କିନ୍ତୁ ଗୋଟିଏ ଜିନିଷ ଏବେ ବି ବଦଳି ନାହିଁ। କ'ଣ? ସଫଳତା ପାଇବାର ନିୟମ। ଆଜି ମଧ୍ୟ ସଫଳ ସେହି ହୁଏ ଯେ ନିଜ ସ୍ୱପ୍ନ ପାଇଁ ନିୟମିତ ପରିଶ୍ରମ କରେ। ଆପଣ ଦେଖିଥିବେ, ଅନେକ ଛାତ୍ର ବର୍ଷର ଆରମ୍ଭରେ କହନ୍ତି, ମୁଁ ଏଥର ଭଲ କରିବି, ମୁଁ ଏଥର ବଢ଼ିଆ ପଢ଼ିବି। କିନ୍ତୁ କିଛି ଦିନ ପରେ ମୋବାଇଲ, ସୋସିଆଲ ମିଡ଼ିଆ, ଗେମ୍, ଅଳସୁଆମୀ ଏମାନଙ୍କ ସମୟକୁ ନଷ୍ଟ କରିଦିଏ। ପରୀକ୍ଷା ପୂର୍ବରୁ ସେମାନେ ଭାବନ୍ତି, ହେ କାଶ ମୁଁ ଭଲ ପଢ଼ିଥାନ୍ତି, କାଶ ମୁଁ ଆଗରୁ ପଢ଼ିଥାନ୍ତି। ଅନ୍ୟପଟେ ଜଣେ ସାଧାରଣ ଛାତ୍ର ପ୍ରତିଦିନ କେବଳ 2 କିମ୍ବା 3 ଘଣ୍ଟା ପରିଶ୍ରମ କରେ, ମନ ଲଗାଇ ପଢ଼େ, ସେ ନିୟମିତ ଅଭ୍ୟାସ କରେ, ନିଜ ଭୁଲରୁ ଶିଖେ, ପ୍ରତ୍ୟେକ ଦିନ କିଛି ନା କିଛି ନୂଆ ଶିଖିବାକୁ ଚେଷ୍ଟା କରେ। ଫଳରେ ପରୀକ୍ଷାରେ ସେ ଛାତ୍ରଟି ଭଲ କରେ। ଏହା ହିଁ ହେଉଛି ଉଦ୍ୟମେନ ହିଁ ସିଦ୍ଧନ୍ତି କାର୍ଯ୍ୟାଣିର ପ୍ରକୃତ ଅର୍ଥ। ଏବେ ଆସନ୍ତୁ ଏକ କୃଷକର କଥା ଭାବିବା। ବର୍ଷା ଆସିବା ପୂର୍ବରୁ ସେ ଜମି ଚାଷ କରେ, ବିହନ ବୁଣେ, ସାର ଦିଏ, ପାଣିର ବ୍ୟବସ୍ଥା କରେ, ପୋକଜୋକମାନଙ୍କ ଠାରୁ ଫସଲକୁ ରକ୍ଷା କରେ। ମାସ ମାସ ଧରି ପରିଶ୍ରମ କରିବା ପରେ ଯାଇ ସେ ଫସଲ ପାଏ। ଯଦି କେବଳ ସେ ବସି ବସି ଘରେ ସ୍ୱପ୍ନ ଦେଖନ୍ତା, ମୁଁ ଆଉ 3 ମାସ ପରେ ଯାଇକି ଫସଲ କାଟିବି, ଏହା କ'ଣ ଠିକ୍ କି? ଏହା କ'ଣ ସମ୍ଭବ କି? ନା। ଜୀବନ ମଧ୍ୟ ଠିକ୍ ସେହିପରି। ଆପଣ ଯେଉଁ ବିହନ ବୁଣିବେ, ଭବିଷ୍ୟତରେ ସେହି ଫଳ ଅମଳ କରିବେ। ଯଦି ଆଜି ଆପଣ ସମୟର ବିହନ ବୁଣୁଛନ୍ତି, କାଲି ସଫଳତାର ଫସଲ ପାଇବେ। କିନ୍ତୁ ଯଦି ଅଳସୁଆମୀ, ବିଳମ୍ବ ଓ ଅବହେଳାର ବିହନ ବୁଣୁଛନ୍ତି, ତେବେ କାଲି କେବଳ ଅନୁତାପ ଛଡ଼ା ଆଉ କିଛି ମିଳିବ ନାହିଁ। ବନ୍ଧୁଗଣ, ଆଜିର ସମୟର ସବୁଠାରୁ ବଡ଼ ଶତ୍ରୁ ହେଉଛି କାଲି କରିବି ଅଭ୍ୟାସ। ଏହି ଶବ୍ଦ ଆମ ସମସ୍ତଙ୍କ ସ୍ୱପ୍ନକୁ ଭାଙ୍ଗି ଦିଏ। କାଲିଠାରୁ ପଢ଼ିବି, କାଲିଠାରୁ ବ୍ୟାୟାମ କରିବି, କାଲିଠାରୁ ସଞ୍ଚୟ କରିବି, କାଲିଠାରୁ ନୂଆ ବ୍ୟବସାୟ ଆରମ୍ଭ କରିବି, କାଲିଠାରୁ ଶିଖିବି, କାଲିଠାରୁ ଏହା କରିବି, କାଲିଠାରୁ ସେୟା କରିବି, କାଲିଠାରୁ ଏହା କରିବି। କିନ୍ତୁ ଏହି କାଲି କେବେ ଆସେ ନାହିଁ। ଚାଣକ୍ୟ କହୁଛନ୍ତି, ଯିଏ ଆଜିର କାମ ଆଜି କରେ,
ସେ ଭବିଷ୍ୟତର ବିଜେତା ହୁଏ। ଏବେ ମୁଁ ଆପଣଙ୍କୁ ଏକ ଛୋଟ କାହାଣୀ କହୁଛି। ଦୁଇ ଜଣ ଯୁବକ ଥିଲେ। ଦୁହେଁଙ୍କର ସ୍ୱପ୍ନ ଥିଲା ନିଜ ବ୍ୟବସାୟ କରିବା। ପ୍ରଥମ ଯୁବକ ପ୍ରତିଦିନ ଯୋଜନା କରେ, ଡାଏରୀ ଲେଖୁଥିଲେ, ନୂଆ ନୂଆ ଭାବନା କରୁଥିଲେ, କିନ୍ତୁ କେବେ ମଧ୍ୟ ଆରମ୍ଭ ହିଁ କରୁନଥିଲେ। ଦ୍ୱିତୀୟ ଯୁବକଙ୍କ ପାଖରେ ବେଶୀ ଟଙ୍କା ନଥିଲା, ବଡ଼ ଅଫିସ ନଥିଲା, କିନ୍ତୁ ସେ ଛୋଟରୁ ଆରମ୍ଭ କଲା, ଭୁଲ କଲା, ଭୁଲରୁ ଶିଖିଲା, ପୁଣି ଆଗକୁ ବଢ଼ିଲେ। 5 ବର୍ଷ ପରେ ପ୍ରଥମ ଯୁବକ ଏବେ ମଧ୍ୟ ଯୋଜନା କରୁଥିଲା, ଡାଏରୀରେ ତାର ସବୁ ଯୋଜନା ଲେଖୁଥିଲା, ତାର ସମ୍ପତ୍ତି ବାଡ଼ି ହିସାବ କରୁଥିଲା। ଆଉ ଦ୍ୱିତୀୟ ଯୁବକ ଜଣେ ସଫଳ ବ୍ୟବସାୟୀ ହୋଇସାରିଥିଲା। ପାର୍ଥକ୍ୟ କେଉଁଠି ଥିଲା ପାର୍ଥକ୍ୟ? ଜଣେ କେବଳ ସ୍ୱପ୍ନ ଦେଖିଲା, ଅନ୍ୟ ଜଣେ ସ୍ୱପ୍ନ ପାଇଁ ପରିଶ୍ରମ କଲା। ଏହି କାହାଣୀ ଆମକୁ ଶିଖାଏ, ସଠିକ ସମୟର ଅପେକ୍ଷା କରନ୍ତୁ ନାହିଁ। ଆପଣ ଆରମ୍ଭ କରିଦେଲେ ସମୟ ଆପେ ଆପେ ଆପଣଙ୍କ ପାଇଁ ସଠିକ ହୋଇଯିବ। ସେଥିପାଇଁ ଯଦି ଆପଣ ଛାତ୍ର, ତେବେ ଆଜିଠାରୁ ପଢ଼ା ଆରମ୍ଭ କରନ୍ତୁ। ଯଦି ଆପଣ ବ୍ୟବସାୟ କରିବାକୁ ଚାହୁଁଛନ୍ତି, ତେବେ ଆରମ୍ଭ କରିଦିଅନ୍ତୁ। ଯଦି ବି ଜୀବନକୁ ବଦଳାଇବାକୁ ଚାହୁଁଛନ୍ତି, ନିଜର ଅଭ୍ୟାସକୁ ପ୍ରଥମେ ବଦଳାନ୍ତୁ। କାରଣ ସଫଳତା କେବେ ହଠାତ୍ ମିଳେ ନାହିଁ, ଏହା ପ୍ରତିଦିନର ଛୋଟ ଛୋଟ ପରିଶ୍ରମର ଫଳ। ମନେ ରଖନ୍ତୁ, ସ୍ୱପ୍ନ ଆପଣଙ୍କ ଆଖିରେ ରହେ, କିନ୍ତୁ ସଫଳତା ଆପଣଙ୍କ ହାତର ପରିଶ୍ରମରେ ଲୁଚିଥାଏ। ବନ୍ଧୁଗଣ, ମୁଁ ଏବେ ଆପଣଙ୍କୁ ପ୍ରେରଣାଦାୟକ ଗୋଟେ କାହାଣୀ କହିବାକୁ ଚାହେଁ। ଏହା କେବଳ ଜଣେ ବ୍ୟକ୍ତିର କାହାଣୀ ନୁହେଁ, ଏହା ସେହି ପ୍ରତ୍ୟେକ ମଣିଷଙ୍କ କାହାଣୀ ଯିଏ ଜୀବନରେ ସଫଳତା ପାଇଁ ସଂଘର୍ଷ କରିଛନ୍ତି। ଗୋଟେ ଗାଁରେ ଦୁଇ ଜଣ ସାଙ୍ଗ ରହୁଥିଲେ। ଦୁଇ ଜଣ ଯାକ ଗରିବ ପରିବାରରୁ ଆସିଥିଲେ। ଦୁହେଁଙ୍କର ସ୍ୱପ୍ନ ଥିଲା ଏକ ଦିନ ବଡ଼ ମଣିଷ ହେବା, ନିଜର ପରିବାରର କଷ୍ଟକୁ ଦୂର କରିବା। ପ୍ରଥମ ସାଙ୍ଗ ପ୍ରତିଦିନ କହୁଥିଲା, ଦିନେ ମୋର ମଧ୍ୟ ବଡ଼ ଘର ହେବ, ଦିନେ ମୋର ମଧ୍ୟ ବଡ଼ ଘର ହେବ, ଦିନେ ମୋର ମଧ୍ୟ ବଡ଼ ଗାଡ଼ି ହେବ, ଦିନେ ଲୋକମାନେ ମଧ୍ୟ ମୋତେ ସମ୍ମାନ କରିବେ। କିନ୍ତୁ ସେ ସାରାଦିନ ସ୍ୱପ୍ନ ହିଁ ଦେଖୁଥିଲା, ଗାଁରେ ବୁଲୁଥିଲା, ଅନ୍ୟମାନଙ୍କ ସଫଳତା ଦେଖି ଈର୍ଷା କରୁଥିଲା ଏବଂ ନିଜ ଭାଗ୍ୟକୁ ଦୋଷ ଦେଉଥିଲା। ଦ୍ୱିତୀୟ ସାଙ୍ଗ ମଧ୍ୟ ସେହି ସ୍ୱପ୍ନ ଦେଖୁଥିଲା, କିନ୍ତୁ ଏକ ପାର୍ଥକ୍ୟ ଥିଲା। ସେ ପ୍ରତିଦିନ ସକାଳୁ ଉଠି ପଢ଼ୁଥିଲା, କାମ କରୁଥିଲା, ନୂଆ ନୂଆ ଜିନିଷ ଶିଖିବାକୁ ଚେଷ୍ଟା କରୁଥିଲା। ବିଫଳ ହେଲେ ମଧ୍ୟ ସେ ନିଜ ଭୁଲରୁ ଶିଖୁଥିଲା। ପ୍ରଥମ ବର୍ଷରେ ସେ ବିଫଳ ହେଲା, ଦ୍ୱିତୀୟ ବର୍ଷରେ ମଧ୍ୟ ସଫଳତା ମିଳିଲା ନାହିଁ। ତୃତୀୟ ବର୍ଷରେ ମଧ୍ୟ ଲୋକମାନେ ତାଙ୍କ ଉପରେ ଦେଖି ହସୁଥିଲେ। କେହି କହୁଥିଲେ, ତୋ ଦ୍ୱାରା କିଛି ହେବନି, ଭାଗ୍ୟରେ ଯାହା ଥିବ ସେଇଆ ହିଁ ହେବ। କିନ୍ତୁ ସେ କାହା କଥା ଶୁଣିଲା ନାହିଁ, କାରଣ ସେ ଚାଣକ୍ୟଙ୍କର ଏହି ନୀତିକୁ ବୁଝୁଥିଲା, ଉଦ୍ୟମେନ ହିଁ ସିଦ୍ଧ୍ୟନ୍ତି କାର୍ଯ୍ୟାଣି। ବର୍ଷ ପରେ ବର୍ଷ ପରିଶ୍ରମ କରିବା ପରେ ଦିନେ ସେ ସଫଳ ହେଲା। ଆଜି ସେଇ ଗାଁର ଲୋକମାନେ ତାକୁ ସମ୍ମାନ କରନ୍ତି। ଯେଉଁମାନେ କେବେ ତା ଉପରେ ହସୁଥିଲେ, ଆଜି ସେଇମାନେ ତାଙ୍କ ପାଇଁ ପରାମର୍ଶ ମାଗନ୍ତି। ବନ୍ଧୁଗଣ, ଜୀବନର ସବୁଠାରୁ ବଡ଼ ସତ୍ୟ ହେଉଛି, ଲୋକମାନେ ଆପଣଙ୍କ ସ୍ୱପ୍ନକୁ ନୁହଁ, ଆପଣଙ୍କ ସଫଳତାକୁ ଦେଖନ୍ତି। ସେଥିପାଇଁ ଲୋକଙ୍କ କଥା ଶୁଣି ନିଜ ଲକ୍ଷ୍ୟ ଛାଡ଼ନ୍ତୁ ନାହିଁ। ଆଉ ଗୋଟିଏ କଥା ମନେ ରଖନ୍ତୁ, ପ୍ରକୃତି ମଧ୍ୟ ଆମକୁ ପରିଶ୍ରମର ଶିକ୍ଷା ଦିଏ। ପିମ୍ପୁଡ଼ିକୁ ହିଁ ଦେଖନ୍ତୁ, ସେ କେତେ ଛୋଟ ପ୍ରାଣୀ, କିନ୍ତୁ ସେ କେବେ ଅଳସୁଆମି କରେ ନାହିଁ। ଦିନ ସାରା ଖାଦ୍ୟ ସଂଗ୍ରହ କରେ, ଶହ ଶହ ଥର ପଡ଼ିଥାଏ, ପୁଣି ଉଠିଥାଏ। ନଦୀକୁ ଦେଖନ୍ତୁ, ସେ କେବେ ଅଟକେ ନାହିଁ, ପଥର ଆସିଲେ ମଧ୍ୟ ରାସ୍ତା ବଦଳାଇ ଦିଏ, କିନ୍ତୁ ବନ୍ଦ ରହେ ନାହିଁ। ସୂର୍ଯ୍ୟକୁ ଦେଖନ୍ତୁ ନା, ସେ ପ୍ରତ୍ୟେକ ଦିନ ସମୟରେ ଉଦୟ ହେଉଛି। ଗୋଟେ ଦିନ ମଧ୍ୟ କହୁନାହିଁ, ଆଜି ମୁଁ ବହୁତ କ୍ଳାନ୍ତ, ଆଜି ମୁଁ ଉଠିପାରିବି ନାହିଁ। ପ୍ରକୃତିର ପ୍ରତ୍ୟେକ ଜିନିଷ ଆମକୁ ଗୋଟେ ଶିକ୍ଷା ଦିଏ। ନିରନ୍ତର ପ୍ରୟାସ ହିଁ ସଫଳତାର ଚାବିକାଠି। କିନ୍ତୁ ମଣିଷ କ'ଣ କରେ? 2 ଥର ବିଫଳ ହେଲେ କହିଦିଏ, ମୋର ଭାଗ୍ୟ ଖରାପ, ଭଗବାନ ମୋତେ ସାଥ ଦେଉନାହାନ୍ତି, ମୋର ସମୟ ଭଲ ନାହିଁ, ମୋ ଶନି ଦଶା ଚାଲିଛି। ଚାଣକ୍ୟ କହୁଛନ୍ତି, ଭାଗ୍ୟ ସେଇମାନଙ୍କୁ ସାଥ ଦିଏ ଯେଉଁମାନେ ନିଜ କର୍ମରେ ବିଶ୍ୱାସ କରନ୍ତି। କର୍ମ ବିନା ଭାଗ୍ୟ ମଧ୍ୟ ନୀରବ ହୋଇଥାଏ। ତେଣୁ ଆଜି ଯଦି ଆପଣ ସଂଘର୍ଷ କରୁଛନ୍ତି, ତେବେ ନିରାଶ ହୁଅନ୍ତୁ ନାହିଁ। ଆଜିର ପରିଶ୍ରମ ହିଁ ଆସନ୍ତାକାଲିର ମୂଳଦୁଆ। ମନେ ରଖନ୍ତୁ, ଯେଉଁ ବିହନ ଆଜି ମାଟି ତଳେ ଲୁଚି ରହିଛି, ସେହି ବିହନ
ଦିନେ ଏକ ବିଶାଳ ବୃକ୍ଷରେ ପରିଣତ ହେବ। ଠିକ୍ ସେହିପରି ଆପଣଙ୍କ ପରିଶ୍ରମ ଦୁନିଆକୁ ଦେଖା ନ ଯାଇପାରେ, କିନ୍ତୁ ଆପଣଙ୍କ ସଫଳତା ସମ୍ପୂର୍ଣ୍ଣ ଦୁନିଆ ଦେଖିବ। ବନ୍ଧୁଗଣ, ଆଜି ଏହି ଶ୍ଲୋକର ଆଲୋଚନାରେ ଆମେ ବହୁ ଜିନିଷ ଶିଖିଲେ। ଆସନ୍ତୁ ପ୍ରଥମେ ଆଉ ଥରେ ଶ୍ଲୋକଟି ଶୁଣିନେବା। ଉଦ୍ୟମେନ ହିଁ ସିଦ୍ଧନ୍ତି କାର୍ଯ୍ୟାଣି ନ ମନୋରଥୈ ନ ହିଁ ସୁପ୍ତସ୍ୟ ସିଂହସ୍ୟ ପ୍ରବିଶତି ମୁଖେ ମୃଗଃ। ଏହି ଶ୍ଲୋକରେ ଚାଣକ୍ୟ କେବଳ ପରିଶ୍ରମ କରିବାକୁ କହୁନାହାନ୍ତି, ସେ ଆମକୁ ଜୀବନରେ ଏକ ଶାଶ୍ୱତ ସତ୍ୟ ବୁଝାଇବାକୁ ଚାହୁଁଛନ୍ତି। ସ୍ୱପ୍ନ ଦେଖିବା ଭୁଲ ନୁହେଁ, ମୁଁ ସ୍ୱପ୍ନ ଦେଖିବାକୁ ବାରଣ କରୁନାହିଁ, ବରଂ ସ୍ୱପ୍ନ ହିଁ ଆମକୁ ଆଗକୁ ବଢ଼ାଇବାକୁ ପ୍ରେରଣା ଦିଏ। ସ୍ୱପ୍ନ ଆମକୁ ବହୁ ଜିନିଷ ଶିଖାଏ, ଆମ ମନକୁ ମୋଟିଭେଟ୍ କରେ। କିନ୍ତୁ ସ୍ୱପ୍ନ ମାତ୍ର ସତ କେତେବେଳେ ହୁଏ? ଯେତେବେଳେ ତା ସହିତ ଯୋଡ଼ି ହୋଇଯାଏ ନିରନ୍ତର ପରିଶ୍ରମ, ଶୃଙ୍ଖଳା, ଧୈର୍ଯ୍ୟ ଓ ଆତ୍ମବିଶ୍ୱାସ। ଏକ ମୂର୍ତ୍ତିକାର ପଥରକୁ ଦେଖି ମୂର୍ତ୍ତିର କଳ୍ପନା କରେ, କିନ୍ତୁ କେବଳ କଳ୍ପନା କଲେ ହିଁ କ'ଣ ମୂର୍ତ୍ତି ତିଆରି ହୁଏ? ନା, ମୂର୍ତ୍ତି ପାଇଁ ପରିଶ୍ରମ କରିବାକୁ ପଡ଼େ। ପ୍ରତ୍ୟେକ ଆଘାତ ତାଙ୍କୁ ଲକ୍ଷ୍ୟର ନିକଟକୁ ନେଇଯାଏ। ଶେଷରେ ସେହି ସାଧାରଣ ପଥର ଏକ ସୁନ୍ଦର ମୂର୍ତ୍ତିରେ ପରିଣତ ହୁଏ। ମଣିଷର ଜୀବନ ମଧ୍ୟ ସେହିପରି। ଆଜି ଆପଣଙ୍କ ଅବସ୍ଥା ଯେପରି ହେଉନା କାହିଁକି, ଆର୍ଥିକ ସମସ୍ୟା, ପରିବାରରେ ଅଭାବ, ବିଫଳତା, ଅପମାନ କିମ୍ବା ଅନେକ ବାଧା, ଯଦି ଆପଣ ନିଜ ଲକ୍ଷ୍ୟରେ ଅଟଳ ରହି ନିରନ୍ତର ପରିଶ୍ରମ କରିବେ, ତେବେ ସମୟ ନିଶ୍ଚୟ ବଦଳିବ। ଇତିହାସ ସାକ୍ଷୀ ଅଛି, ପୃଥିବୀର କୌଣସି ମହାନ ବ୍ୟକ୍ତି ରାତାରାତି ସଫଳ ହୋଇନାହାନ୍ତି। ସେମାନଙ୍କ ସଫଳତା ପଛରେ ରହିଛି ଅସଂଖ୍ୟ ବିଫଳତା, ଅସଂଖ୍ୟ ଅପମାନ, ତ୍ୟାଗ, ଅକ୍ଳାନ୍ତ ପରିଶ୍ରମ। ସେଥିପାଇଁ ଆଜିଠାରୁ ନିଜକୁ ଗୋଟିଏ ପ୍ରତିଜ୍ଞା ଦିଅନ୍ତୁ, ମୁଁ ସ୍ୱପ୍ନ ଦେଖିବି, କିନ୍ତୁ ସ୍ୱପ୍ନରେ ବଞ୍ଚିବି ନାହିଁ। ପ୍ରତିଦିନ ଜୀବନର ଲକ୍ଷ୍ୟ ପାଇଁ କିଛି ନା କିଛି କାମ କରିବି। ବିଫଳ ହେଲେ ବି ଭାଙ୍ଗି ପଡ଼ିବି ନାହିଁ, ବରଂ ଆହୁରି ଶକ୍ତିଶାଳୀ ହୋଇ କାମ କରିବି। ମୁଁ ଅନ୍ୟମାନଙ୍କ ସହ ନୁହେଁ, ବରଂ ନିଜ ସହ ପ୍ରତିଯୋଗିତା କରିବି। ବନ୍ଧୁଗଣ, ଜୀବନରେ ସଫଳତା ପାଇବା ପାଇଁ 3ଟି ଜିନିଷ କେବେ ଛାଡ଼ନ୍ତୁ ନାହିଁ। ପ୍ରଥମ, ପରିଶ୍ରମ। ଦ୍ୱିତୀୟ, ଧୈର୍ଯ୍ୟ। ତୃତୀୟ, ଆତ୍ମବିଶ୍ୱାସ। ଯେଉଁ ବ୍ୟକ୍ତି ଏହି 3ଟିକୁ ଧରି ରଖେ, ତାକୁ ସଫଳତାରୁ କେହି ମଧ୍ୟ ବଞ୍ଚିତ କରିପାରନ୍ତି ନାହିଁ। ମନେ ରଖନ୍ତୁ, ଅଳସୁଆମୀ ଆପଣଙ୍କ ସ୍ୱପ୍ନକୁ ଧୀରେ ଧୀରେ ମାରିଦିଏ, ପରିଶ୍ରମ ଆପଣଙ୍କ ଭାଗ୍ୟକୁ ଧୀରେ ଧୀରେ ଗଢ଼ିଦିଏ। ଆଜି ଆପଣ ଯେଉଁ ନିଷ୍ପତ୍ତି ନେବେ, ସେହି ନିଷ୍ପତ୍ତି ଆପଣଙ୍କର ଆସନ୍ତା 10 ବର୍ଷ, ଆପଣଙ୍କ ଆସନ୍ତା ଜୀବନକୁ ବଦଳାଇ ଦେଇପାରେ। ସେଥିପାଇଁ ଆଜିଠାରୁ ଆରମ୍ଭ କରନ୍ତୁ। ସମୟ ଛୋଟ ହୋଇପାରେ, ପଦକ୍ଷେପ ଛୋଟ ହୋଇପାରେ, କିନ୍ତୁ ଆରମ୍ଭ ନିଶ୍ଚୟ କରନ୍ତୁ। ଚାଣକ୍ୟଙ୍କ ଏହି ଶ୍ଲୋକ କେବଳ ପଢ଼ିବା ପାଇଁ ନୁହେଁ, ବରଂ ଏହାକୁ ଜୀବନରେ ପାଳନ କରିଦିଅନ୍ତୁ। ଆସନ୍ତୁ ଶେଷରେ ଆଉ ଥରେ ଏହି ଶ୍ଲୋକଟି ଜାଣିବା। ଉଦ୍ୟମେନ ହିଁ ସିଦ୍ଧ୍ୟନ୍ତି କାର୍ଯ୍ୟାଣି ନ ମନୋରଥୈ ନ ହିଁ ସୁପ୍ତସ୍ୟ ସିଂହସ୍ୟ ପ୍ରବିଶତି ମୁଖେ ମୃଗଃ। ଏହି ଶ୍ଲୋକକୁ ନିଜର ଜୀବନର ମନ୍ତ୍ର କରନ୍ତୁ। ଦେଖିବେ ଆପଣଙ୍କ ଚିନ୍ତାଧାରା ବଦଳିଯିବ, ଅଭ୍ୟାସ ବଦଳିଯିବ ଏବଂ ଧୀରେ ଧୀରେ ଆପଣଙ୍କ ଭାଗ୍ୟ ମଧ୍ୟ ବଦଳିଯିବ। ଆପଣଙ୍କ ଗନ୍ତବ୍ୟ ଆପଣଙ୍କୁ ଡାକୁଛି। ଏବେ ପ୍ରଶ୍ନ ଏହା ନୁହେଁ ଯେ ଆପଣଙ୍କ ସ୍ୱପ୍ନ କେତେ ବଡ଼, ପ୍ରଶ୍ନ ହେଉଛି ସେହି ସ୍ୱପ୍ନ ପାଇଁ ଆପଣ କେତେ ପରିଶ୍ରମ କରିବା ପାଇଁ ପ୍ରସ୍ତୁତ। ବନ୍ଧୁଗଣ, ଯଦି ଏହି ଭିଡ଼ିଓଟି ଆପଣଙ୍କୁ ପ୍ରେରଣା ଦେଇଥାଏ, ତେବେ ଏହାକୁ ନିଜ ବନ୍ଧୁ, ନିଜ ପରିବାର ଲୋକଙ୍କ ସହ ସେୟାର କରନ୍ତୁ, କାରଣ ହୁଏତ ଏହି ଗୋଟିଏ ଭିଡ଼ିଓ ଚାଣକ୍ୟ ନୀତି କାହାରି ଜୀବନ ବଦଳାଇ ଦେଇପାରେ। ପୁଣି ଦେଖାହେବ ଆଚାର୍ଯ୍ୟ ଚାଣକ୍ୟଙ୍କର ଆଉ ଏକ ଅମୂଲ୍ୟ ନୀତି ସହ, କେବଳ ଆପଣଙ୍କ ପ୍ରିୟ ଆନନ୍ଦ ଟିଭିରେ। ବନ୍ଧୁଗଣ, ଭିଡ଼ିଓକୁ ଶେଷ ଯାଏଁ ଦେଖିଥିବାରୁ ଆପଣଙ୍କୁ ଧନ୍ୟବାଦ। ନମସ୍କାର। ଜୟ ଜଗନ୍ନାଥ।